ସମସ୍ତ ଶ୍ରୋତାବନ୍ଧୁଗଣଙ୍କୁ ମୁଁ ତୁଳିକା ମୋ ଅନ୍ତରର ସହିତ ପ୍ରଣାମ ଜଣାଉଛି। ଆଗକୁ ଗଣେଶ ପୂଜା ଅଛି। ଆସନ୍ତୁ ଆଜି ସେହି ଗଣେଶଙ୍କ ଉପରେ ମୁଁ କିଛି କହିବା ପାଇଁ ଚାହୁଁଛି। ଏଇ ଯେଉଁ ଆଲୋଚନାଟି ଆମେ ଆଜି କରିବା ତାର ନାଁ ହେଉଛି ସାର୍ବଜନୀନ ଦେବତା ଗଣେଶ। କେତେକ ଦେବତା ଅଛନ୍ତି ଯେଉଁମାନେ ଧନ, ଶିକ୍ଷା, ଶକ୍ତି ଏବଂ ସୌନ୍ଦର୍ଯ୍ୟର ଦେବତା ରୂପେ ପରିଚିତ। କେତେକ ଦେବତା ସୃଷ୍ଟି, କେତେକ ପାଳନ ଓ କେହି ଧ୍ୱଂସ କରନ୍ତି। କେତେକ ଦେବତା ଅଛନ୍ତି ଯେଉଁମାନେ ସ୍ତ୍ରୀମାନଙ୍କର ପୂଜା ଗ୍ରହଣ କରନ୍ତି ନାହିଁ କି ଛୋଟ ଜାତିର ଲୋକଙ୍କ ଦ୍ୱାରା ପୂଜିତ ହୁଅନ୍ତି ନାହିଁ। କେତେକଙ୍କ ପୂଜା ପାଇଁ ବହୁତ ନିୟମ ପାଳନ ଦରକାର ପଡ଼େ। କିନ୍ତୁ ଜଣେ ଦେବତା ଅଛନ୍ତି ଯିଏକି ସବୁ ଦାୟିତ୍ୱ ବହନ କରନ୍ତି, ଯାହାଙ୍କ ଆଶୀର୍ବାଦ ବିନା ସବୁ ଅସମ୍ଭବ, ଯାହାଙ୍କୁ ପ୍ରତ୍ୟେକ ପୂଜାର ପ୍ରାରମ୍ଭରୁ ସ୍ମରଣ କରାଯାଏ, ଯେ ବୟସ, ଲିଙ୍ଗ, ସମ୍ମାନ, ଜାତିର ଗଣନା ନ କରି ଯେକୌଣସି ଲୋକଙ୍କ ଦ୍ୱାରା ଯେକୌଣସି ଉପାୟରେ କେବଳ ହୃଦୟର ନିଚ୍ଛକ ପ୍ରେମ ଦ୍ୱାରା ସେ ପୂଜିତ। ସେହି ଦେବତା ଆଉ କେହି ନୁହେଁ, ସେ ହେଉଛନ୍ତି ଗଣେଶ। ସେ ଧନୀର ପୂଜା ଚାହାନ୍ତି ନାହିଁ। ସେ ସବୁଠାରୁ ବେଶୀ ଖୁସି ହୁଅନ୍ତି ଯଦି ପୂଜକ ତାଙ୍କ ମୂର୍ତ୍ତି ସମ୍ମୁଖରେ ଗୋଟିଏ ନଡ଼ିଆ ଭାଙ୍ଗେ। ନଡ଼ିଆ ଭାଙ୍ଗିବା ଦ୍ୱାରା ଏହା ଧରାଯାଏ ଯେ ପୂଜକ ନିଜର ଅହଂ ଭାବକୁ ନଡ଼ିଆ ମାଧ୍ୟମରେ ଗଣେଶଙ୍କ ପାଖରେ ସମର୍ପଣ କରିଦିଏ। ଏହି ସମର୍ପଣକୁ ସେ ସବୁଠାରୁ ବେଶୀ ଚାହାନ୍ତି ଏବଂ ଏହି ଅହଂ ଭାବକୁ ଜଣେ ଭିକ୍ଷୁକ ମଧ୍ୟ ସମର୍ପଣ କରିପାରେ। ଅନ୍ୟ ଦେବତାମାନେ ଅତୁଳନୀୟ ସୌନ୍ଦର୍ଯ୍ୟର ଅଧିକାରୀ, କିନ୍ତୁ ଏହି ଦେବତାଙ୍କର ଗୋଟିଏ ହସ୍ତୀ ମସ୍ତକ ଏବଂ ପୃଥୁଳ ଦେହ ଥିବାର ଜଣାଯାଏ। ସ୍ୱର୍ଗୀୟ ସୁଷମା ତାଙ୍କ ପାଖରେ କ୍ୱଚିତ୍ ଦେଖାଯାଏ। ବହୁତ ଗୁଡ଼ିଏ ଘଟଣା ଏହା ସହିତ ସମ୍ପୃକ୍ତ। ସେମାନଙ୍କ ମଧ୍ୟରେ ମୁଖ୍ୟ ହେଲା ଯେ ରୂପ ମୁଖ୍ୟ ନୁହେଁ, ସେ ଈଶ୍ୱର ହେଉଛନ୍ତି ଅରୂପ। ଗଣେଶଙ୍କ କ୍ଷେତ୍ରରେ ପୂଜକର ଚକ୍ଷୁରେ ହିଁ ସୌନ୍ଦର୍ଯ୍ୟ ରହିଥାଏ। କାହାଣୀ ରହିଛି ଯେ ପ୍ରତ୍ୟେକ ଦେବାଦେବୀ ନିଜର ବାହନ ଠିକ୍ କଲେ। କାର୍ତ୍ତିକେୟ ପକ୍ଷୀମାନଙ୍କ ଭିତରେ ସବୁଠାରୁ ସୁନ୍ଦର ପକ୍ଷୀ ମୟୂରକୁ ନିଜର ବାହନ ରୂପେ ବାଛିଲେ। ଦୁର୍ଗା ପଶୁରାଜ ସିଂହକୁ, ନାରାୟଣ ପକ୍ଷୀରାଜ ଗରୁଡ଼କୁ ଗ୍ରହଣ କଲେ। ଶେଷରେ ସବୁ ଦେବଦେବୀ ନିଜ ନିଜର ଇଚ୍ଛା ମୁତାବକ ବାହନ ବାଛିଲେ। ଗଣେଶ ଶାନ୍ତ ଭାବରେ ଠିଆ ହୋଇଥାନ୍ତି। ଯେତେବେଳେ ସବୁ ସରିଗଲା, କେବଳ ରହିଗଲା ବିଚାରା ମୂଷା। ଗଣେଶ କହିଲେ, ମୁଁ ତାକୁ ମୋର ବାହନ କରିନେବି। ଅନ୍ୟ ଦେବତାମାନେ ଗୋଟିଏ ହାତୀ ମୂଷା ଉପରେ ଚଢ଼ିଥିବାର ଦେଖି ହସରେ ଫାଟି ପଡ଼ିଲେ। ମାତ୍ର ଗଣେଶ ମୂଷାକୁ ନିଜର ବାହନ ରୂପେ ଗ୍ରହଣ କଲେ। ଏହାର ମଧ୍ୟ ବହୁତ କାରଣ ଅଛି। ପ୍ରଥମଟି ଯେ ରୂପର କୌଣସି ଗୁରୁତ୍ୱ ନାହିଁ। ଦ୍ୱିତୀୟଟି ହେଲା ବିଶ୍ୱାସରେ ମୂଷା ପରି ଏକ କ୍ଷୁଦ୍ର ପ୍ରାଣୀ ମଧ୍ୟ ହାତୀ ପରି ଏକ ବିରାଟ ଜନ୍ତୁକୁ ବହନ କରିପାରେ। ତୃତୀୟଟି ହେଲା ମୂଷା ଅହଂଭାବ ବହନ କରେ ଏବଂ ଏହି ମୂଷା ଉପରେ ଚଢ଼ିବା ଦ୍ୱାରା ଅହଂଭାବକୁ ଦମନ କରିବା ବୁଝାଏ। ଗଣେଶ ହେଉଛନ୍ତି ବିଘ୍ନ ବିନାଶକ, ସବୁ ଇଚ୍ଛା ପୂରଣକାରୀ ଏବଂ ଅଷ୍ଟ ସିଦ୍ଧିଦାତା। ସେଥିପାଇଁ ସେ ପ୍ରଥମେ ପୂଜା ପାଆନ୍ତି ଏବଂ ତାଙ୍କର ଆଶୀର୍ବାଦ ଖୋଜାଯାଏ। ପଞ୍ଚଦେବତାଙ୍କ ମଧ୍ୟରେ ଗଣେଶ ହିଁ ଅଗ୍ରପୂଜ୍ୟ। ଗଣେଶଙ୍କୁ ପୂଜା କଲେ ବିଷ୍ଣୁ, ମହାଦେବ, ସୂର୍ଯ୍ୟ, ଅଗ୍ନି, ବରୁଣ ଓ ଦୁର୍ଗା ସମସ୍ତେ ପୂଜା ପାଆନ୍ତି ଓ ସନ୍ତୁଷ୍ଟ ହୁଅନ୍ତି। ଆଉ ମଧ୍ୟ ଚଣ୍ଡିକା ଆଦି ମାତୃଗଣ ସନ୍ତୁଷ୍ଟ ହୁଅନ୍ତି। ନାମାଷ୍ଟକ ସ୍ତୋତ୍ରରୁ ଜଣାଯାଏ ଯେ ସିଦ୍ଧିଦାତା ଗଣନାଥଙ୍କର 8ଟି ନାମ ରହିଛି। ସେଗୁଡ଼ିକ ହେଲା ଗଣେଶ, ଏକଦନ୍ତ, ହେରମ୍ବ, ଶୂର୍ପକର୍ଣ୍ଣ, ଗୁହାଗ୍ରଜ, ଲମ୍ବୋଦର, ବିଘ୍ନନାଶନ ଓ ଗଜବକ୍ର। ଏହି 8ଟି ନାମ ଭକ୍ତି ଓ ଶ୍ରଦ୍ଧା ସହ ପଠନ ଓ ଶ୍ରବଣ କଲେ ସିଦ୍ଧି ମିଳେ। ଗଣନାଥଙ୍କର ପ୍ରଥମ ନାମ ଗଣେଶ। ଗ ଯୁକ୍ତ ଣ ଯୁକ୍ତ ଈଶ। ଗ ଅକ୍ଷରର ଅର୍ଥ ଜ୍ଞାନ, ଣର ଅର୍ଥ ଶୁଭ ବା ନିର୍ବାଣ। ଏଣୁ
ଜ୍ଞାନ ଓ ନିର୍ବାଣର ଈଶ ଅର୍ଥାତ୍ ପ୍ରଭୁ ବା ଈଶ୍ୱର ହେଉଛନ୍ତି ଗଣେଶ। ଏଣୁ ଗଣେଶ ଜ୍ଞାନ ଓ ମୁକ୍ତି ପ୍ରଦାୟକ। ବ୍ରହ୍ମ ବୈବର୍ତ୍ତ ପୁରାଣରେ ଲେଖା ଅଛି ଗଣେଶଙ୍କର ଅପର ନାମ ଏକଦନ୍ତ। ଅବଶ୍ୟ ପରଶୁରାମଙ୍କ ସହ ଯୁଦ୍ଧରତ ଥିବାବେଳେ ତାଙ୍କର ଗୋଟିଏ ଦନ୍ତ ଭଗ୍ନ ହୋଇଥିଲା। ମାତ୍ର ଏହାର ତାତ୍ତ୍ୱିକ ବ୍ୟାଖ୍ୟାରୁ ଜଣାଯାଏ ଯେ ଏକ ଅର୍ଥାତ୍ ପ୍ରଧାନ ଓ ଦନ୍ତ ଅର୍ଥ ବଳ, ଅର୍ଥାତ୍ ଗଣେଶ ହେଉଛନ୍ତି ପ୍ରଧାନ ବଳି ବା ବଳବାନ। ସେହିପରି ହେରମ୍ବ ଅର୍ଥାତ୍ ହେ ମାନେ ଦରିଦ୍ର, ରମ୍ବ ମାନେ ପାଳକ। ଏଣୁ ସେ ହେଉଛନ୍ତି ଦୀନ ଜନ ରକ୍ଷକ। ଜନ୍ମ ହେବା ମାତ୍ରେ ବିଘ୍ନରେ ବିପଦଗ୍ରସ୍ତ ହୋଇଥିଲେ ବୋଲି ସେ ବିଘ୍ନେଶ୍ୱର। ସେ ସକଳ ପ୍ରକାର ବିଘ୍ନ ବିନାଶକ। ତାଙ୍କର କର୍ଣ୍ଣଦ୍ୱୟ ଶୂର୍ପାକାର ଓ ତାହା ସାହାଯ୍ୟରେ ସେ ବିଘ୍ନକୁ ଉଡ଼ାଇ ଦେଇ ବିନାଶନ କରନ୍ତି। ତେଣୁ ସେ ଶୂର୍ପକର୍ଣ୍ଣ। ପାର୍ବତୀଙ୍କର ମାନସଜାତ ପୁତ୍ର ଗଣେଶ ଗୁହ ବା କାର୍ତ୍ତିକେୟଙ୍କର ଅଗ୍ରଜ ଭାବେ ଦକ୍ଷିଣ ଭାରତୀୟ ପୁରାଣରେ ପରିଚିତ। ଏଣୁ ସେ ହେଲେ ଗୁହାଗ୍ରଜ। ସୃଷ୍ଟିର ସେହି ଆଦିମ କାଳରୁ ଗଣେଶ ଅଗ୍ରପୂଜ୍ୟ। ସର୍ବତ୍ର ତାଙ୍କରି ନାମ ଆଦ୍ୟ କୀର୍ତ୍ତିତ। ସେହି ସିଦ୍ଧିଦାୟକ ବିଘ୍ନେଶ ଗଜାନନଙ୍କର ପବିତ୍ର ପୂଜ୍ୟୋତ୍ସବ ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀରେ ପଡ଼େ। ସେହିଦିନ ମାନବ ଓ ପ୍ରକୃତି ସତେ ଯେପରି ଏକୀଭୂତ ହୋଇ ଏକ କଣ୍ଠରେ ସେହି ଏକଦନ୍ତକୁ ସ୍ମରଣ କରି ଏକାଗ୍ର ଚିତ୍ତରେ ଗାଇଥାନ୍ତି, ନମୋ ଗଣେଶ ବିଘ୍ନେଶ ଗିରିଜାନନ୍ଦନ ପ୍ରଭୋ ସର୍ବବିଘ୍ନ ବିନାଶାୟ ଗଣାଧିପତୟେ ନମଃ। ଆଜି ଏତିକିରେ ରହିଲି।